ପିଲାମାନେ ତୁମର ବର୍ତ୍ତମାନ ପରୀକ୍ଷା ଚାଲିଛି ପରୀକ୍ଷା ଭଲ ହଉଛି ତ ପରୀକ୍ଷା ମନ ଦେଇକି ଦବ ଆଉ ପାଠ ବି ପଢିକି ଯିବ ଯାହା ଯାହା ଦେଇଥିବ ପ୍ରଶ୍ନକୁ ଭଲ ଭାବରେ ବୁଝିବ ତାପରେ ଉତ୍ତର କରିବ ଦେଖ ତମ ପରୀକ୍ଷାର ବି ଏମିତି ପରସେଣ୍ଟେଜ ବି ଅଙ୍କର ଆସୁଛି ତମେ କଣ କରିବ ନା ତାକୁ ଭଲ ଭାବରେ ଟିକେ ବୁଝିଥିବ ଯଦି ପରସେଣ୍ଟେଜ ବାହାର କରିବା ତାହେଲେ ଉତ୍ତର ଠିକ ହବ ନହେଲେ ଭୁଲ ହେଇଯିବ ମାର୍କ କମିଯିବ ଆଉ ଦେଖ ତମେ ସବୁ ବଜାର ଯାହା ଯାହା କିଛି ଜିନିଷ କିଣୁଛ ତମେ ସବୁ ସେଟା ଡିସକାଉଣ୍ଟ ରଖୁଛି ହେଲା ଡିସକାଉଣ୍ଟ ଯଦି ଆମେ ତାକୁ କେତେ ପରସେଣ୍ଟ ରଖୁଛି ଧର ଯୋଉଟା କିଣିଲେ କିଏ ଦୋକାନୀ 15% ଦଉଛି କିଏ ଦଉଛି 10% କିଏ ଦଉଛି 20% ଏଇଗୁଡା ସବୁ ଡିସକାଉଣ୍ଟ ଦଉଛନ୍ତି ଆମେ ଯଦି ତାର ଡିସକାଉଣ୍ଟ ଭଲ ଭାବରେ ବାହାର କରିପାରିବା ଦୋକାନୀ ଆମକୁ କଣ କରିବ ଠକି ଦେଇପାରେ ବେଳର କିମ୍ବା ତାର ଦୋକାନୀ କଣ ହିସାବ ଯେ ଆମେ ତ ବୁଝିପାରିବେ ନା ହଁ ଏତେ ଟଙ୍କା କଣ କାଟିଦେଲା 40 ଟଙ୍କା କାଟିଲା 50 ଟଙ୍କା କାଟିଲା ଆମେ ଟିକେ ଦ୍ୱନ୍ଦ୍ୱରେ ପଡିବା ନା ଆମେ ବି ତାର ପରସେଣ୍ଟେଜ ବାହାର କରିବା ହେଲା କେମିତି ପରସେଣ୍ଟେଜ ବାହାର କରିବା ଆମର ଯୋଉଟା ଧର 350 ଟଙ୍କାର ସେ କହିଲା ମୁଁ 20% ଡିସକାଉଣ୍ଟ ଦେବି ଆମେ ବାହାର କରିବା ହବ ତାହେଲେ 350 ଟଙ୍କାର 20% ହବ ବୋଲେ ଗୁଣନ ହେଲା 350 ଗୁଣନ 20% କହିଲେ 20 ବିଭକ୍ତ 100 ହେଲା 20 ବିଭକ୍ତ 100 ପରସେଣ୍ଟ ଧରିବା ମାନେ ତମେ 100 କୁ ହିସାବ ନ କର ନା 100 କୁ କେତେ ଭାଗ ସେ 5 আমরা কଣ କରିବା କାଟିବା ଏ ଶୂନକୁ ଏ ଶୂନ କାଟି ଦେଇ ପାରିବା ଏ ଶୂନକୁ ଏ ଶୂନ ଆମେ କାଟିଦେବା କାଟିଦେଲା ପରେ ଏଠି ରହିଲା କେତେ 35 କେତେ ରହିଲା 2 35 ଗୁଣନ 2 ସମାନ ରହିଲା 70 ମାନେ କଣ 70 ବୁଝିପାରିଲେ କି ନାହିଁ ଭେରି ଗୁଡ ତେଣୁ ଆମେ ୟାର ଗୋଟେ ସର୍ଟ ଟ୍ରିକ୍ କାଢିବା ଇଆଡେ ତ ଖାତା କଲମ ଦରକାର ନା ଏଭଳିଆ ପରସେଣ୍ଟ କାଢିବାକୁ ହେଲେ ଆମେ ତ ଖାତା କଲମ ନେଇନଥିବା ନା ତମର କୌଣସି ଦାନର ଶୂନ ଥାଏ କିମ୍ବା ଶତକଡାର ଶୂନ ଥାଏ ତାହେଲେ ଆମେ କଣ ସବସିଡି ଦବା ତମେ କଣ କରିବ 10 ଶତକଡା ବୁଝିଲ 40 ର 10 ଶତକଡା କହିଲା ମାନେ ତମେ କଣ କରିବ ଶୂନ କାଟିଦବ 4 ଯଦି ସେଇଭଳିଆ 10 ଥାଏ 10 ଶତକଡା ତ ଶୂନକୁ କାଟିଦେବ ଗୋଟେ ଶୂନ କାଟିଦେବ ଯାହା ରହିବ ତାପରେ ଦେଖ 150 ର 20 ଶତକଡା ଆମେ କଣ କରିବା ଗୋଟେ ଶୂନ କାଟିଦେବ ହବ କେତେ ନା 15 ଗୁଣେ 30 ବୁଝିପାରିଲେ କି ନାହିଁ ଏଠି 180 30 ଶତକଡା ତୁମ ପାଇଁ ମୁଁ ପ୍ରଶ୍ନ ରଖିବି ଏ ପ୍ରଶ୍ନର ଉତ୍ତରକୁ କଣ କରିବ ତୁମେ କମେଣ୍ଟରେ ଜଣେଇବ ଆଉ ହଁ ଭିଡିଓ ଯଦି ଭଲ ଲାଗିଥିବ ଲାଇକ୍ କରିବ ସାଙ୍ଗମାନଙ୍କୁ ସେୟାର କରିବ ସବସ୍କ୍ରାଇବ କରିବ ପରୀକ୍ଷା ପରେ କଣ କରିବ ଯୋଉ ଗରମ ପଡିବ ତ ତମେ ଖରାବେଳେ ବାହାରିବନି ଭିଡିଓକୁ ଭଲ ଭାବରେ ଦେଖିବ ଏହା ତମର ନିଶ୍ଚୟ ବହୁତ ଉପକାରରେ ଲାଗିବ ବହୁତ ଭଲ ଟ୍ରିକ୍ ସବୁ ଜାଣିବ ହେଲା କି ଧନ୍ୟବାଦ।